ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଓମ୍ ନମୋ ଭଗବତେ ବାସୁଦେବାୟ। ପ୍ରଥମେ ଆଜିର ଅନୁଚିନ୍ତା। ପ୍ରିୟ ଦର୍ଶକ ବନ୍ଧୁମାନେ, ଘର ଆଗରେ ଏହିସବୁ ଜିନିଷ ରଖନ୍ତୁ। ଏହିସବୁ ଜିନିଷ ରଖିଲେ ରୋଗ, ଶୋକ, ଦରିଦ୍ର ଏଇଭଳି ଜିନିଷ ଗ୍ରାସ କରିବ ନାହିଁ। କହିଦେଉଛି ଶୁଣନ୍ତୁ। ଗୋଟାଏ ପାଣି କଳସରେ ଦୁଇଟି ଫୁଲ ଦେଇକି ଘର ସାମ୍ନାରେ ରଖନ୍ତୁ। ପାଣି କଳସ ମାନେ ତମ୍ବାର କଳସ ହେଇଥିବ, ସେଥିରେ ପାଣି ଫୁଲ୍ କରିକି ଘର ସାମ୍ନାରେ ଗୋଟେ ଫୁଲ ସେଇ କଳସରେ ପକାଇ, ସେ ପାଣିରେ ପକାଇ ଘର ସାରା ଛିଞ୍ଚନ୍ତୁ ଏବଂ ଘର ମୁଖ୍ୟ ଦ୍ୱାର ସାମ୍ନାରେ କେଉଁଠି ମଧ୍ୟ ଗୋଡ଼ ହାତ ନ ବାଜିଲା ଭଳି ରଖିଦିଅନ୍ତୁ। ଏହିପରି କରିଲେ ମନକୁ ଶାନ୍ତି ମିଳିଥାଏ ଏବଂ ଘର ରୋଗ ଶୋକ ଦୂରେଇ ଯାଇଥାଏ। ଆଉ ଗୋଟାଏ କଥା କହିଦେଉଛି, ଘର ସବୁବେଳେ ପୂର୍ବମୁଖା କରି କରିବା ଦରକାର। ପୂର୍ବମୁଖା କରି ଘର କରିଲେ ସୂର୍ଯ୍ୟ ଉଦୟର ପ୍ରଥମ କିରଣ ମୁଖ୍ୟ ଦ୍ୱାର ଦେଇ ଘର ଭିତରକୁ ଯଦି ପ୍ରବେଶ କରେ, ତାହେଲେ ସେହି ଘରେ କେବେ ରୋଗ ଗ୍ରାସ କରିବ ନାହିଁ, ଅକାଳ ବିୟୋଗ କାହାର ହେବ ନାହିଁ। ମନେ ରଖନ୍ତୁ। ଆଉ ଗୋଟେ କଥା କହିଦେଉଛି, ଶୁଭ ଦିନ ଦେଖି ଘରର ମୁଖ୍ୟ ଦ୍ୱାରରେ ସ୍ୱାସ୍ତିକ, ଓମ୍ ଏଇଭଳି ଜିନିଷ ସିନ୍ଦୁରରେ ଲେଖିବା ଶୁଭ ହୋଇଥାଏ। ଏଇଭଳି ଲେଖିବା ଦ୍ୱାରା ମଧ୍ୟ ଘରକୁ କେବେ ରୋଗ ଆସିନଥାଏ। ଆଉ ଗୋଟିଏ କହିଦେଉଛି, ପ୍ରବେଶ ଦ୍ୱାରରେ ଗଣେଶଙ୍କ ପ୍ରତିମା ରଖିବା ଉଚିତ। ପ୍ରବେଶ ଦ୍ୱାର ଯେଉଁଟା, ସେଇ ଦ୍ୱାରରେ ଘର ଭିତରକୁ ଯେଉଁପଟେ ପ୍ରବେଶ କରୁଛନ୍ତି, ସେଇ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ପ୍ରତିମାଟି ରଖିବା ଆବଶ୍ୟକ। ଆଉ ହଁ, ଆଉ ଗୋଟାଏ ବଡ଼ କଥା ମନେ ରଖନ୍ତୁ। ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କହିଦେଉଛି, ସିଂହ ରାଶିର ବ୍ୟକ୍ତିବିଶେଷମାନେ ସଦାସର୍ବଦା ପୂର୍ବମୁଖା କରି ଘର କରିବା ଉଚିତ ଏବଂ ପୂର୍ବମୁଖାକାନି ମୁଣ୍ଡ କରି ଶୋଇବା ଉଚିତ। ପୂର୍ବକାନି ମୁଣ୍ଡ କରି ଶୋଇବା ଉଚିତ। କାରଣ ସିଂହ ରାଶିର ବ୍ୟକ୍ତିବିଶେଷମାନେ ପୂର୍ବମୁଖା କରି ଘର କରିଲେ ହିଁ ତାଙ୍କେ ଶାନ୍ତିରେ ରହିଥାନ୍ତି। ନଚେତ୍ ସବୁବେଳେ ରୋଗ ଶୋକ ଦରିଦ୍ର ଲାଗି ରହିଥାଏ। କେବେ କୌଣସି ଜିନିଷରେ ଅସୁବିଧା ହେବନି, କିନ୍ତୁ ସଦାସର୍ବଦା କରଜ ଧାର ହେଇକରି ହିଁ ରହିବେ। କେବେ ବି କରଜ ଧାର ଶୁଝି ପାରିବେ ନାହିଁ। ହଁ, ସିଂହ ରାଶିର ବ୍ୟକ୍ତିବିଶେଷମାନେ ସଦାବେଳେ ପୂର୍ବମୁଖା କରିକି ଘର କରିଲେ ହିଁ ଶାନ୍ତିରେ ରହିପାରିବେ। ପାଳନ କରନ୍ତୁ, ପାଳନ କଲେ ମଙ୍ଗଳ ହେବ। ୟାପରେ ଆଜିର ସାଧୁବାଣୀ। ପ୍ରିୟ ଭକ୍ତବନ୍ଧୁମାନେ, ଆଜିର ସାଧୁବାଣୀ ମାଧ୍ୟମରେ ଆମେ ଗୋଟାଏ ପଦଟିଏ ନେଇଛୁ। 4 ଜଣ ସାଧୁ ଓ ଜଣେ ଚୋରଙ୍କର କଥାଟିଏ। ଆଜ୍ଞା, ସେଇ ଚୋର କିପରି ସାଧୁ ସନ୍ଥଙ୍କ ଆଶ୍ରିତରେ ନିଜେ ସାଧୁ ପାଲଟିଗଲା, ସେଇ ବିଷୟରେ ଗୋଟାଏ କଥା ମନେ ରଖନ୍ତୁ। ଆଜ୍ଞା, ସାଧୁ ସନ୍ଥଙ୍କର ଆଶ୍ରିତ ଯେଉଁମାନେ ହୋଇଯାଆନ୍ତି, ସେମାନେ ଧନ୍ୟ ହୋଇଯାଆନ୍ତି। ସାଧୁ ସନ୍ଥଙ୍କର କୃପାରୁ, ସାଧୁ ସନ୍ଥଙ୍କର କରୁଣାରୁ କାଷ୍ଠ ମଧ୍ୟ ଚନ୍ଦନ ପାଲଟିଯାଏ। କିପରି କହିଦେଉଛି ଶୁଣନ୍ତୁ। ଗୋଟାଏ ଜାଗାରେ 4 ଜଣ ସାଧୁ ଥିଲେ। ଗୋଟାଏ ଜଙ୍ଗଲରେ, ସହର ଗୋଟିଏ ଅଛି, ସେ ସହର ପାଖରେ ଗୋଟେ ଜଙ୍ଗଲ ଅଛି। ସେଇ ଜଙ୍ଗଲରେ 4 ଜଣ ସାଧୁ ଥିଲେ। ସେମାନେ ସହର ପାଖରେ ଥିବା ଏକ ଜଙ୍ଗଲରେ ରହୁଥିଲେ ଓ ସେହି 4 ଜଣ ସାଧୁ ଭଗବାନଙ୍କୁ ଧ୍ୟାନ ଭଜନ କରି ଦିନ କାଟୁଥିଲେ। ସେହି 4 ସାଧୁଙ୍କ ନିଜର ଅଲଗା ଅଲଗା ପ୍ରକାରର ନିଷ୍ଠା ଥିଲା। ଦିନେ ସେଠାର ରାଜା ନିଜ ପତ୍ନୀଙ୍କୁ କହିଲେ, ଆମକୁ ଆମର ପୁତ୍ରକୁ ଏକ ଉତ୍ତମ ସନ୍ଥ କରିବାକୁ ହେବ। ରାଜା ନିଜ ରାଣୀଙ୍କୁ କହିଲେ, ତାଙ୍କର ଗୋଟାଏ ପୁତ୍ର ଅଛି, ସେହି ପୁତ୍ରକୁ ଗୋଟାଏ ସନ୍ଥ ବନେଇବେ। କିପରି ବନେଇବେ? ଶେଷରେ ପୁଣି ସେ ରାଜ୍ୟ ଶାସନ କରୁ ନତୁବା ସାଧୁ ହୋଇଯାଉ, ପ୍ରଥମେ ତାକୁ ସାଧୁ କରିବାକୁ ହେବ। ରାଣୀ କହିଲେ, ମହାରାଜ, ଯିଏ ସନ୍ଥ ହେବାକୁ ଚାହେଁ ସେ ସନ୍ଥ ହୋଇପାରିବ, ମାତ୍ର ଅନ୍ୟ ଜଣଙ୍କୁ ସନ୍ଥ କରାଇବା କେମିତି ହୋଇପାରିବ? ଏହା କିପରି ସମ୍ଭବ? ଆପଣଙ୍କ ଓ ମୋର ବୁଦ୍ଧି ସେଥିରେ ଟିକେ ମଧ୍ୟ କାମ କରିବ ନାହିଁ। ରାଜା କହିଲେ, ଏହାର ଗୋଟିଏ ଉପାୟ ଅଛି। ନା କ'ଣ? ନା ସତ୍ସଙ୍ଗ ଶୁଣିବା। ରାଣୀ କହିଲେ, ଏପରି କିଏ ଭଲ ସନ୍ଥ ଅଛନ୍ତି, ତାଙ୍କ ପାଖକୁ ପୁତ୍ରକୁ ପଠାଇବା ଯେ? ରାଜା କହିଲେ, ଏହି ଜଙ୍ଗଲ ପାଖରେ 4 ଜଣ ଭଲ ସାଧୁ ରହୁଛନ୍ତି, ତାଙ୍କ ପାଖକୁ ଆମର ପୁତ୍ରକୁ ପଠାଇଦେବା। ଏହିପରି ରାଜା ରାଣୀ କଥାବାର୍ତ୍ତା ହେଉଥିବା ସମୟରେ, ରାତ୍ରି ସମୟ ହୋଇଥିଲା, ସେ ସମୟରେ ଦୈବ ଯୋଗରେ ଜଣେ ଚୋର କରିବା ଉଦ୍ଦେଶ୍ୟରେ ସେଠାକୁ ଆସିଥିଲା। କେଉଁଠିକି? ରଜା ଘରକୁ। ଲୁଚିକରି ସେମାନଙ୍କ ଦୁହିଁଙ୍କର, ରଜା ରାଣୀ ଦୁହିଁଙ୍କର କଥାକୁ ଶୁଣିଥିଲା। କେଉଁ କଥା? ଏଇ ଯେଉଁ ତାଙ୍କ ପୁତ୍ରକୁ ସନ୍ଥ କରିବାର କଥାଟି।
ସେ ଚୋରର ମନରେ ବିଚାର ଆସିଲା ଯେ ଚୋରି କଲେ ମୁଁ ଧରା ପଡ଼ିବି, ମାତ୍ର ଜଣେ ସାଧୁ ହୋଇଗଲେ ମୋର ଭଲ କାମ ହୋଇଯିବ। ଚୋରି କରିବି ଯଦି ଧରା ପଡ଼ିବି, ମାଡ଼ ଖାଇବି, ଶୂଳିଦଣ୍ଡ ପାଇବି, କାହିଁକି ସାଧୁ କାହିଁକି ନ ହୋଇଯିବି? ରାଜକୁମାର ମୋ ପାଖକୁ ଆସିବ, ମୋର ଶିଷ୍ୟ ହୋଇଯିବ, ଏହିପରି ମନରେ ଭାବି ଚୋରି କରିବା ଆବଶ୍ୟକ କ'ଣ? ଏହିପରି ମନରେ ଭାବି ମୋ ପାଖକୁ ତ ଧନ ଦୌଲତ ସବୁ ଦେବେ ରାଜା, ମୁଁ ଆଉ କାହିଁ ଚୋରି କରିବି? ଏଇଭଳି ତାର ଗୋଟେ ମନୋଭାବ ହେଲା। ତା ପରଦିନ ଚୋର ଗେରୁଆ ବସ୍ତ୍ର ପିନ୍ଧି ପକାଇଲା ଓ ଜଙ୍ଗଲକୁ ଚାଲିଗଲା। ତାର ମନରେ ବିଚାର ଆସିଲା ଯେ ଯଦି କେହି ପଚାରନ୍ତି ତେବେ ମୁଁ କ'ଣ ଉପଦେଶ ଦେବି? ଏ ସିନା ସାଧୁ ବେଶ ହୋଇଗଲା, ଆ ପାଖରେ ସାଧୁ ତ ନାହିଁ ନା, ଇଏ କିଏ ଯଦି ପଚାରିବ ଇଏ କ'ଣ ଉତ୍ତର ଦେବ? ତେଣୁ ଏହିପରି ଭାବି ସେ 4 ଜଣ ସନ୍ଥଙ୍କ ମଧ୍ୟରୁ ପ୍ରଥମ ସନ୍ଥଙ୍କ ପାଖକୁ ଯାଇ ପଚାରିଲା, କହିଲା, ହେ ମହାତ୍ମା, ମୋତେ କଲ୍ୟାଣ କର, ମୁଁ କେମିତି କଲ୍ୟାଣ ହେବି? ସନ୍ଥ କହିଲେ, ଭାଇ, କାହାର ଆତ୍ମାକୁ କଷ୍ଟ ଦିଅ ନାହିଁ, କାହାକୁ ଦୁଃଖ ଦିଅ ନାହିଁ, କାହାକୁ ଆତ୍ମାକୁ କଷ୍ଟ ଦିଅନି କି କାହା ଆତ୍ମାକୁ ଦୁଃଖ ଦିଅନି, ଏହି ଆତ୍ମା ପରମାତ୍ମାଙ୍କ ଅଂଶ ଅଟେ। ଚୋର କହିଲା, ଆଉ କ'ଣ? ସନ୍ଥ କହିଲେ, ଆଉ ଆବଶ୍ୟକ ନାହିଁ କିଛି, ଏହି କଥାରୁ ହିଁ କାମ ହୋଇଯିବ। ଚୋର ଅନ୍ୟ ସନ୍ଥଙ୍କ ପାଖକୁ ଆସିଲା ଓ କହିଲା, ମହାତ୍ମା, ମୁଁ କଲ୍ୟାଣ ଚାହୁଁଛି, ମୋର କିପରି କଲ୍ୟାଣ ହେବ, କୌଣସି ଗୋଟେ ଉପାୟ କୁହନ୍ତୁ। ସନ୍ଥ କହିଲେ, କେବେ କିଞ୍ଚିତ ମାତ୍ରାରେ ମଧ୍ୟ ମିଥ୍ୟା କହିବ ନାହିଁ, ସର୍ବଦା ସତ୍ୟ ହିଁ କହିବ। ମସ୍ତକ ଛେଦନ ହୋଇଯାଉ ପଛେ ମିଛ କହିବା ଛାଡ଼ିଦେବ, ମିଛ କହିବ ନାହିଁ। ଯେମିତି ଦେଖ, ଯେମିତି ଶୁଣ ଓ ଯେମିତି ବୁଝିଲ ଠିକ୍ ସେହିପରି କହିବା ଉଚିତ। ଚୋର କହିଲା, ଆହୁରି କ'ଣ କୁହନ୍ତୁ, ଆଉ କ'ଣ ବାକ୍ୟ ଅଛି ଶୁଣନ୍ତୁ। ସନ୍ଥ କହିଲା, ଆଉ କିଛି ଆବଶ୍ୟକ ନାହିଁ। ଏବେ ସେ ଚୋର ତୃତୀୟ ଜଣ ସାଧୁଙ୍କ ପାଖକୁ ଗଲା ଓ କହିଲା, ମହାତ୍ମା, ମୋର କଲ୍ୟାଣ କିପରି ହେବ, ମୋତେ ବାଟଟି ବତାଇ ଦିଅନ୍ତୁ। ସନ୍ଥ କହିଲେ, ସିଧା ସିଧା କଥା ଅଟେ, ତୁମେ ଦିନ ରାତି ରାମ ନାମ ଜପ କର। ଚୋର କହିଲା, ଆଉ କ'ଣ ଶିକ୍ଷା ଦିଅନ୍ତୁ। ସନ୍ଥ କହିଲେ, ଆରେ ଆଉ କୌଣସି ଉପାୟର ଆବଶ୍ୟକତା ନାହିଁ। ୟା ପରେ ସେଇ ଚୋର ଚତୁର୍ଥ ସନ୍ଥଙ୍କ ପାଖକୁ ଯାଇ ପହଞ୍ଚିଲା ଓ କହିଲା, ମହାତ୍ମା, ମୋର କଲ୍ୟାଣ କେମିତି ହେବ, ମୋତେ କଲ୍ୟାଣ କରନ୍ତୁ। ସନ୍ଥ କହିଲେ, ଭାଇ, ତୁମେ ଭଗବାନଙ୍କ ଶରଣରେ ଚାଲିଯାଅ, ଭଗବାନଙ୍କ ଶରଣାଗତ ହୋଇଯାଅ। ମନରେ ଏହି କଥାଟା ଅଟଳ ରହୁ ଯେ ମୁଁ ତ କେବଳ ଭଗବାନଙ୍କର ଅଟେ। ଯେମିତି ବିବାହ ହେବା ପରେ କନ୍ୟାର ମନରେ ଏହି କଥା ଦୃଢ଼ ହୋଇଯାଏ ଯେ ମୁଁ ଏବେ କୁଆଁରୀ ନୁହେଁ, ମୋର ବିବାହ ହୋଇସାରିଛି, ଏହିପରି ହିଁ ମନରେ ଏହି କଥା ଦୃଢ଼ ହୋଇଯାଉ, ମୁଁ ଭଗବାନଙ୍କର ହୋଇଗଲି ବୋଲି, ଏବେ ମୁଁ କାହାରି ହୋଇପାରିବି ନାହିଁ। ଚୋର କହିଲା, ଆଚ୍ଛା, ଆଉ କ'ଣ କରିବି? ସନ୍ଥ କହିଲେ, ଆହୁରି କିଛି ଜରୁରୀ ନାହିଁ, ଆଉ କିଛି ଆବଶ୍ୟକତା ନାହିଁ, ଏତିକି ହିଁ ତୁମ ପାଇଁ ବହୁତ ଯଥେଷ୍ଟ ଅଟେ। ସେ ଚୋର 4 ଜଣ ସନ୍ଥଙ୍କ ଠାରୁ 4ଟି କଥା ଗ୍ରହଣ କରିନେଲା ଓ ଆଗରେ ଯାଇ ବସି ପଡ଼ିଲା। ଏବେ ରାଜା ଆସିଲେ, କେଉଁଠି? ଆଗରେ ଯେଉଁ ରାସ୍ତାରେ ରାଜା ଆସିବେ ସେହି ରାସ୍ତାରେ ଯାଇ ସେଇ ଚୋର ସନ୍ଥ ବେଶ ଧରି ବସି ପଡ଼ିଲେ। ସେ କ୍ରମ ଅନୁସାରେ 4 ଜଣ ସନ୍ଥଙ୍କ ପାଖକୁ ଗଲେ। କିଏ? ରାଜା। 4 ଜଣ ସନ୍ଥ ଗୋଟିଏ ଗୋଟିଏ କଥା କହିଲେ। ରାଜା ଦେଖିଲା ଆଗରେ ଆଉ ଜଣେ ପଞ୍ଚମ ସାଧୁ ମଧ୍ୟ ବସିଛନ୍ତି। ରାଜା ତାଙ୍କ ପାଖକୁ ମଧ୍ୟ ଗଲେ ଓ ପ୍ରାର୍ଥନା କଲେ ଯେ, ହେ ସନ୍ଥ ମହାତ୍ମା, କୃପା କରି ଆପଣ କଲ୍ୟାଣ କର, ଉପାୟ କୁହନ୍ତୁ। ଯେ ସେ ସାଧୁ ବେଶଧାରୀ ଚୋର ଚୁପଚାପ ଧ୍ୟାନରେ ବସିଛି। ରାଜା ପଚାରେ କହୁଛନ୍ତି, କୃପା କରି ଆପଣ କଲ୍ୟାଣ କର, କ'ଣ ଉପାୟ କୁହନ୍ତୁ। ସେ ଚୋର ଚୁପଚାପ ଧୀରେ ବସି ରହିଲା, କିନ୍ତୁ କିଛି ଉତ୍ତର କହିଲା ନାହିଁ। ରାଜା ବେଶୀ ପ୍ରାର୍ଥନା କରିବା ପରେ ସେ କହିଲା, ମୁଁ ଯେମିତି କହିବି ସେମିତି କରିବ? ରାଜା କହିଲା, ହଁ ମହାତ୍ମା, ଯେମିତି କହିବେ ସେମିତି କରିବୁ। ସେ କହିଲେ, କାହାର ଆତ୍ମାକୁ କନ୍ଦାଅ ନାହିଁ। ରାଜା କହିଲେ, ଆଚ୍ଛା, ହଉ। ସେ କହିଲେ, ଆଉ କ'ଣ? ସେ କହିଲେ, ସତ୍ୟ ସତ୍ୟ ବଚନ ସଦା କୁହନ୍ତୁ। ରାଜା କହିଲେ, ଆଚ୍ଛା, ଆଉ କ'ଣ? ସେ କହିଲେ, ଭଗବାନଙ୍କ ନାମ ଜପ କର। ଆଚ୍ଛା, ଆଉ କ'ଣ? ସେ କହିଲେ, ଭଗବାନଙ୍କ ଚରଣରେ ଶରଣ ହୋଇଯାଅ। ରାଜା କହିଲେ, ମହାରାଜ, ଆହୁରି କ'ଣ କଥା କୁହନ୍ତୁ। ସେ କହିଲେ, ସନ୍ଥ ଯେମିତି କହିବେ ସେମିତି କରିବ। ରାଜା ମନରେ ବିଚାର କଲା, ଏହି ସନ୍ଥ ବେଶୀ ଉଚ୍ଚରେ ଅଛନ୍ତି। ଅନ୍ୟ ସନ୍ଥମାନେ ଗୋଟିଏ ଗୋଟିଏ କଥା କହିଲେ, ମାତ୍ର ଏହି ସନ୍ଥ ଜଣକ 5ଟି ହିତ ବଚନ କହିଲେ। ରାଜା ବଡ଼ ସରଳ ସ୍ୱଭାବର ଥିଲେ, ତାଙ୍କୁ ଜଣା ନଥିଲା ଯେ ପଛକୁ କିପରି ଚିହ୍ନି ହୁଏ।
ସନ୍ଥକୁ କିପରି ଚିହ୍ନି ହୁଏ ରାଜା ଜାଣିନଥିଲେ। ସେ ନିଜ ରାଜମହଲକୁ ଫେରି ଆସିଲେ। ରାତି ହେବା ପରେ ସେହି ଚୋର ପୁଣି ଲୁଚିକରି ରାଜମହଲକୁ ଆସିଲା। ରାଜା ରାଣୀଙ୍କ ପାଖକୁ ଯିବା ସମୟରେ ସେ ଚୋର କବାଟ ପଛରେ ଲୁଚି ସେମାନଙ୍କ କଥାକୁ ଶୁଣିବାକୁ ଲାଗିଲା। ରାଣୀ କହିଲେ, କଥା କ'ଣ କହିଲ? କଥା ହେଲ? କ'ଣ କଥା ହେଲ? ରାଜା କହିଲେ, ମୁଁ ଜଙ୍ଗଲରେ ସନ୍ଥଙ୍କ ଦର୍ଶନ କରିକି ଆସିଲି। ମୁଁ ତ କେବଳ 4 ଜଣ ସନ୍ଥ ଅଛନ୍ତି ବୋଲି ବୁଝିଥିଲି, କିନ୍ତୁ ସେଠାରେ 5 ଜଣ ସନ୍ଥ ବସିଥିଲେ। ରାଣୀ ପଚାରିଲେ, ସେଠାରେ ଯାଇ ତୁମେ କ'ଣ କହିଲ? ରାଜା କହିଲେ, ମୁଁ ଭଗବତ ପ୍ରାପ୍ତିର ପ୍ରଶ୍ନ ପଚାରିଲି। ତେବେ ସେମାନଙ୍କ ମଧ୍ୟରୁ ଜଣେ ସନ୍ଥ କହିଲେ, କାହାର ଆତ୍ମାକୁ କଷ୍ଟ ଦିଅ ନାହିଁ। ଦ୍ୱିତୀୟ ସନ୍ଥ କହିଲେ, ସଦା ସତ୍ୟ ବଚନ କୁହନ୍ତୁ। ତୃତୀୟ ଜଣ କହିଲେ, ଭଗବାନଙ୍କ ନାମ ଅମୃତରେ ଜପ କର। ଚତୁର୍ଥ ସନ୍ଥ କହିଲେ, ଭଗବାନଙ୍କ ଶରଣରେ ଗତ ହୋଇଯାଅ। ଏବଂ ପଞ୍ଚମ ସନ୍ଥ ଜଣକ କହିଲେ, ସେହି 4 ଜଣ ସନ୍ଥକ 4ଟି କଥା ମଧ୍ୟ କହିଲେ ଓ ତା ସଙ୍ଗେ ସଙ୍ଗେ ପଞ୍ଚମ କଥା ଏହା କହିଲେ ଯେ ସନ୍ଥଙ୍କ ଆଜ୍ଞାକୁ ପାଳନ କର। ରାଜା ଏବଂ ରାଣୀ 2 ଜଣ ସତ୍ୟବାଦୀ ଓ ସରଳ ସ୍ୱଭାବର ଥିଲେ। ସେମାନେ ବିଚାର କଲେ ସେହି ପଞ୍ଚମ ଜଣଙ୍କ ସନ୍ଥ ଠିକ୍ ଅଛନ୍ତି। ଆମେ ପୁତ୍ରକୁ ତାଙ୍କ ପାଖକୁ ପଠାଇବା। ରାଜା ରାଣୀଙ୍କ କଥା ଚୋର ଉପରେ ପୂରାପୂରି ଭାବେ ପ୍ରଭାବ ପଡ଼ିଲା ଯେ ମୁଁ ତ ମିଥ୍ୟା କଥା କହିଥିଲି। ତହିଁରେ ମଧ୍ୟ ରାଜା ଶ୍ରଦ୍ଧାରେ ବିଶ୍ୱାସ କରିନେଲେ। ଯଦ୍ୟପି ସତ କଥା କହିବି, ତେବେ ମୋତେ କେତେ ଆନନ୍ଦ ଲାଗିବ। ଏଇ ଚୋର ମନରେ ଭାବୁଛି, ଆରେ ମୁଁ ତ ମିଛ କଥା କହିଥିଲି। ଏମାନେ ମୋର ମିଛ କଥାରେ ଏତେ ମୋତେ ବିଶ୍ୱାସ କରିଗଲେ। ଯଦି ମୁଁ ସତ କଥା କହିବି ତାହେଲେ ମୋତେ କେତେ ଆନନ୍ଦ ମିଳିବ। ମୋର ମିଛ କଥାଟା ଏମାନେ ଗ୍ରହଣ କଲେ ମୋତେ କେତେ ଆନନ୍ଦ ମିଳୁଛି। ଯଦି ମୁଁ ସତ କଥା କହିଥାନ୍ତି ତାହେଲେ ମୋତେ କେତେ ଆନନ୍ଦ ନ ମିଳିବ। ମୋର ଜୀବନ ସଫଳ ହୋଇଯିବ। ରାଜାଙ୍କ ସଦ୍ଭାବ ଯୋଗୁଁ ଚୋରର ହୃଦୟ ପରିବର୍ତ୍ତନ ହୋଇଗଲା। ସେ ପ୍ରକୃତ ସାଧୁ ହୋଇଗଲା ଓ ଜଙ୍ଗଲକୁ ବାହାରି ପଡ଼ିଲା। ସେ ଦୃଢ଼ ନିଷ୍ଠା କଲା ଯେ 4 ବଚନକୁ ମୁଁ ଠିକ୍ ପାଳନ କରିବି। କେଉଁ 4 ବଚନ? ଏଇ ଯେଉଁ ସାଧୁ ମହାତ୍ମା ମାନେ 4 ଜଣ 4ଟି ବଚନ କହିଥିଲେ, ସେଇ 4ଟି ବଚନ। ମାତ୍ର ପଞ୍ଚମ ବଚନକୁ ତେବେ ଗ୍ରହଣ କରିବି ଯେବେ କୌଣସି ଭଲ ଏବଂ ପ୍ରକୃତ ସନ୍ଥ ମିଳିବେ। ସିଏ ନିଜେ କହିଥିବା କଥାଟା ସିଏ ଗ୍ରହଣ କଲେନି। ସିଏ ଯେବେ କୌଣସି ଏବଂ ଭଲ ପ୍ରକୃତ ସନ୍ଥ ମିଳିବେ ତେବେ ଯାଇକି ସେଇ କଥାଟି ଯିଏ କହିବେ ସେଇ କଥାଟି ଗ୍ରହଣ କରିବେ। କିନ୍ତୁ ପଞ୍ଚମ କଥାଟି ଏବେ ଗ୍ରହଣ କରିଲେ ନାହିଁ। କୌଣସି ଜଣେ ଏପରି ଭଗବତ ପ୍ରାପ୍ତି ସନ୍ଥ ମିଳନ୍ତି, ତାହାଙ୍କ ଆଜ୍ଞାକୁ ପାଳନ କରିବି। ସେ ପ୍ରକୃତ ସନ୍ଥ ଅନ୍ୱେଷଣ କରିବାରେ ବାହାରି ପଡ଼ିଲେ। ପ୍ରଥମେ ଚୋର ହେବା ଫଳରେ ସେ ଚତୁର ଥିଲା। ଏଥିପାଇଁ ପ୍ରତ୍ୟେକ ସାଧୁଙ୍କ ପାଖରେ ତାର ବିଶ୍ୱାସ ନଥିଲା। ସେ କେତେ ଜଣ ସାଧୁଙ୍କ ପାଖକୁ ଗଲା, କିନ୍ତୁ କାହା ଉପରେ ତାର ବିଶ୍ୱାସ ହେଲା ନାହିଁ। ଏବେ ସେ ପ୍ରକୃତ ସନ୍ଥ ପାଇବା ନିମନ୍ତେ ତାର ଦୃଢ଼ ବିଶ୍ୱାସ ହୋଇଗଲା। ତାର ମନରେ ଏହି କଥା ବିଶ୍ୱାସ ହୋଇଗଲା ଯେ ଯିଏ ମୋର ଚିତ୍ତବୃତ୍ତିକୁ ନିୟନ୍ତ୍ରଣ କରିପାରିବ, ମୋର ପୂର୍ଣ୍ଣ ବିଶ୍ୱାସ ହେବ, ତାଙ୍କୁ ମୁଁ ଗୁରୁ ରୂପରେ ଗ୍ରହଣ କରିବି। ଭଗବାନ ତାର ଭାବକୁ ଦେଖି ସନ୍ଥ ରୂପରେ ତାର ପାଖକୁ ଆସିଗଲେ। କିଏ? ସ୍ୱୟଂ ଭଗବାନ। ଏଇ ଚୋରର ଭାବକୁ ଦେଖିକି ଗୋଟେ ସନ୍ଥ ବେଶ ଧରିକି ତା ପାଖକୁ ଆସିଗଲେ। ତାଙ୍କୁ ଦେଖିବା କ୍ଷଣି ତାର ମନରେ, ସେ ଚୋରର ମନରେ ବିଶ୍ୱାସ ହେବାକୁ ଲାଗିଲା। ସେ କହିଲା, ମହାରାଜ, ମୁଁ ଆପଣଙ୍କ ଶରଣାଗତ ଅଟେ। ମୋତେ ଦୀକ୍ଷା ଦିଅନ୍ତୁ। ଆପଣ ଯେମିତି କହିବେ ମୁଁ ସେମିତି କରିବି। ସନ୍ଥ ରୂପରେ ଭଗବାନ କହିଲେ, ଯେମିତି ମୁଁ କହିବି ସେମିତି ତୁ କରିବୁ ନା କ'ଣ? ସତ୍ୟ କଥା କହୁଛୁ ନା? ସେ କହିଲା, ହଁ ମହାତ୍ମା, ମୁଁ ସତ କଥା କହୁଛି। ଆପଣ ଯେମିତି କହିବେ ମୁଁ ସେମିତି କହିବି। ଭଗବାନ କହିଲେ, ପ୍ରଥମେ ଗୋଟିଏ କାମ କର, ପରେ ତୁମକୁ ଗୁରୁ ମନ୍ତ୍ର ପ୍ରଦାନ କରିବି। ଗୋଟେ କାମ ପ୍ରଥମେ କର, ତାପରେ ମୁଁ ତୋତେ ଗୁରୁ ମନ୍ତ୍ର ପ୍ରଦାନ କରିବି। ନା କ'ଣ? ତୁମେ ଏହି କାମ କର ଯେ ଯିଏ କାହାର ଆତ୍ମାକୁ କଷ୍ଟ ଦିଏ ନାହିଁ, ତାର ମସ୍ତକ କାଟିକରି ଆଣ। ଏବଂ ଯିଏ ସତ୍ୟ ବଚନ କହେ, ତାର ମସ୍ତକ କାଟିକରି ଆଣ। ଯିଏ ନାମ ଜପ କରେ, ତାର ମସ୍ତକ କାଟିକରି ଆଣ। ଏବଂ ଯିଏ ଭଗବାନଙ୍କ ଶରଣାଗତ ହୋଇଛି, ତାର ମସ୍ତକ ଛେଦନ କରି ମୋ ପାଖକୁ ଆଣ। এই 4ଟି ମସ୍ତକ ଛେଦନ କରି ଆଣିଲେ ତୁମକୁ ଗୁରୁ ଦୀକ୍ଷା ପ୍ରଦାନ କରିବି। ସେ ଭାବିଲା, ଏହି 4 ଜଣ ତ ଗୋଟିଏ ଜାଗାରେ ବସିଛନ୍ତି, ବିନା ପରିଶ୍ରମରେ ହୋଇଯିବ। ସେ ତଲବାର ନେଇକି ଦୌଡ଼ି ଗଲା। ମାତ୍ର ରାସ୍ତାରେ ହିଁ ମନରେ ବିଚାର ଆସିଲା ଯେ ମୁଁ ଏହି ନିୟମ ପାଳନ କରିଛି, କାହାର ଆତ୍ମାକୁ କଷ୍ଟ ଦେବି ନାହିଁ। ମାତ୍ର କଷ୍ଟ ଦେବା ତ ଦୂରର କଥା, ମୁଁ ମସ୍ତକ ଛେଦନ କରିବା ପାଇଁ ଦୌଡ଼ୁଛି କାହିଁକି?
ତାକୁ ବିଚାର ଆସିଲା ଏହି କାମ ମୋ ଦ୍ୱାରା ହେବ ନାହିଁ। ତାର ମନରେ ସଦ୍ବୁଦ୍ଧି ଉପାୟ ହୋଇଗଲା। ସେ ପୁଣି ଦୌଡ଼ି ଦୌଡ଼ି ଫେରି ଆସିଲା। ଭଗବାନ ପଚାରିଲେ, ନେଇ ଆସିଲୁ? କାହିଁ? ସେ କହିଲା, ହଁ, ମୁଁ ନେଇ ଆସିଛି। ଭଗବାନ କହିଲେ, କେଉଁଠି ଅଛି? ସେ କହିଲା, ମୋର ଏହି ମସ୍ତକ 4ଟି କଥା ଅଛି। ମୁଁ କେବେ କାହାର ଆତ୍ମାକୁ କଷ୍ଟ ଦେଇନାହିଁ। ସଦା ସତ୍ୟ କହେ, ନାମ ଜପ କରେ, ଭଗବାନଙ୍କ ଶରଣାଗତ ଅଟେ। ଏହି 4ଟି କଥା ମୋ ପାଖରେ ଅଛି। ଅତ ମୁଁ ମୋର ମସ୍ତକ ଛେଦନ କରି ଆପଣଙ୍କୁ ଭେଟି ଦେଉଛି। ଭଗବାନ କହିଲେ, ବାସ୍, ଏବେ ମସ୍ତକ ଛେଦନ କରିବା ଆବଶ୍ୟକ ନାହିଁ। ମୁଁ ତୋତେ ଗୁରୁ ଦୀକ୍ଷା ପ୍ରଦାନ କରୁଛି। ଭଗବାନ ତାକୁ ଦୀକ୍ଷା ଦେଲେ ଓ ସେ ଜଣେ ଜୀବନରେ ଭଲ ସାଧୁ ହୋଇଗଲା। ଏହିପରି ଚତୁରତାରୁ 5ଟି କଥା ଧାରଣ କରିବାରୁ ଚୋରକୁ ଭଗବାନ ମିଳିଗଲେ ଓ ସେ ପରିଶେଷରେ ଜଣେ ସନ୍ଥ ରୂପେ ପରିଣତ ହୋଇଗଲା। ଯଦ୍ୟପି କେହି ପ୍ରକୃତ ନିଷ୍ଠାର ସହ 5ଟି କଥାକୁ ଧାରଣ କରିନିଏ, ତେବେ ପୁଣି କ'ଣ ହେବ? ସେ ତ ସାଧୁ ହୋଇଗଲେ ନା। ୟା ପରେ ତ ଆଉ କିଛି ନାହିଁ। ସେ ହିଁ ପ୍ରକୃତ ଜଣେ ସାଧୁ। ପ୍ରିୟ ଭକ୍ତ ବନ୍ଧୁମାନେ, ଆଜି ପାଇଁ ସାଧୁବାଣୀ ଏତିକି। ରହୁଛୁ। ନମସ୍କାର। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟାଏ ଲାଇକ୍ କରନ୍ତୁ। ଧନ୍ୟବାଦ।